ଆଜିର ଲଞ୍ଚରେ ଗୋଟେ ବଢ଼ିଆ ଜିନିଷ ଦେଖେଇବି। ପ୍ରଥମରୁ ଆଜି ଦେଖେଇବି ପାମ୍ପଡ଼, ସେକେଣ୍ଡରେ ଦେଖେଇବି କଞ୍ଚାଲଙ୍କା ପିଆଜ ଲେମ୍ବୁ, ଥାର୍ଡ଼ରେ ଦେଖେଇବି ଆଜି ମଟନ୍, ଆଉ ସବୁଠାରୁ ସ୍ପେଶିଆଲ୍ ଜିନିଷ ହେଉଛି ଫୋର୍ଥରେ ଦେଖେଇବି। ବଟ୍ ଏଇଟା ଦେଖି ଆଜି ମୁଁ ସଦା ସରପ୍ରାଇଜ୍ ହେଇଗଲି। ଫୋର୍ଥରେ ହେଉଛି ଗାଁ ଚାଉଳ ନାଲିଆ ନାଲିଆ ଭାତ। ଦେଖୁଛନ୍ତି ଭାତଟା କେମିତି ଦିଶୁଛି? ଓ ମାଇ ଗଡ୍, ବ୍ରାଉନ୍ ରାଇସ୍ ଥାଏ, ଆଜି ମୁଁ ରେଡ୍ ରାଇସ୍ ପୁରା ଅରିଜିନାଲ କ'ଣ କହିଲେ ଗାଁ ଚାଉଳ, ପୁରା ଦେଶୀ ଚାଉଳ। କେମିତି ଲାଗୁଛି ଖାଇଲେ ଜଣା ପଡ଼ିବ। ମୋ ଝିଅ ଖାଇନି କିନ୍ତୁ ମୁଁ କିନ୍ତୁ ଖାଇଛି। ଜାଣିଥିଲି ଏଇଟା, ବଟ୍ ଏଇଟା ମୁଁ ଜାଣିଥିଲି। ଏଇଟା ସେ ସରପ୍ରାଇଜ୍ ଏଥିପାଇଁ ହେଇଗଲା, କାଲି ରାତିରେ ବିରିୟାନୀ ଖାଇଲା ତ ସେଥିଲାଗି ମୁଁ କଷା ରଖିଦେଲି। ମୁଁ କହିଲି ଆଉ ବିରିୟାନୀ ସାଙ୍ଗରେ ଭେଜ୍ ବିରିୟାନୀ ସାଙ୍ଗରେ ଆଉ କାହିଁ କରିବି, ରାତିରେ କଲିନି। ସକାଳୁ କହିଲା ମାମା ଆଜି ନନଭେଜ୍ରେ କ'ଣ ହେବ, ନନଭେଜ୍ ଡେ ଅଛି। ମୁଁ କହିଲି ମାଛ କରିବି। ସେ ଏପର୍ଯ୍ୟନ୍ତ ଜାଣିଛି ମାଛ ତରକାରୀ ହେଇଛି, ଆଉ କହିଲା ମୁଁ ମୁଣ୍ଡ ଖାଇବି। ମୁଁ କହିଲି ଠିକ୍ ଅଛି। ଏବେ ଯେତେବେଳେ ତରକାରୀ ବାଢ଼ିଲି ସେ ଭାବୁଛି ମାମା ମାଛଟାକୁ ବୋଧେ ଗୁଣ୍ଡ କରିଦେଇଛନ୍ତି କହିକି ସେ ଅନେଇକି ହସୁଛି। ସେ ପର୍ଯ୍ୟନ୍ତ ଜାଣିପାରୁନି ଯେ ଏଇଟା ମଟନ୍। ଆଜି ଟିକେ କଞ୍ଚା ଲଙ୍କା ଦେଇ ପତଳା ପତଳା କରିଛି ଝୋଳଟା। ଚାଲ ଆମେ ଟେଷ୍ଟ କରିବା। ଗୋଳେଇବୁନି ଆଜି? ମୁଁ ଗୋଳେଇ ସାରିଲିଣି। ଆଚ୍ଛା, ପୁରା ପତଳା ପତଳା ରାଗୁଆ ରାଗୁଆ। ଜଣା ପଡୁନି କଲର୍ରେ। ନ ଜଣା ପଡ଼ୁ, ଏଇ ଖାଇବାରେ ଯେଉଁ ମଜା। ଖା। ମଟନ୍ ହେଲେ ମୋ ଝିଅକୁ କହିବାକୁ ପଡ଼ିବନି, ମାଂସ ଛାଡ଼ି ଯାଉଛି ନା, ବଢ଼ିଆ ସିଝିଛି। ଆଉ ମୁଁ ପ୍ରାୟ କଞ୍ଚା କେବେ କରେନି, ସିଝେଇକି ମଟନ୍ କରେ, ସିଟି ମାରିଦିଏ। ତାପରେ ଆଜ ୟୁଜୁଆଲ୍ ମସଲା କଷିକି ଆଜି ଝୋଳଟା ବି ବଢ଼ିଆ ଲାଗୁଛି। ପଖାଳ କ'ଣ ଗରମ କ'ଣ, ମୁଁ ମଟନ୍ ସିଝା ଲଙ୍କା ଆଉ ରସୁଣ ଲଗେଇ ଖାଇଦେବି। ଦେଖିଲି ଭାତଟା କେମିତି ଦେଖାହେଉଛି, ଓ ମସ୍ତ ଲାଗୁଛି ଭାତଟା। କିନ୍ତୁ ମୋତେ ସବୁବେଳେ ଚାଉଳଟା କିଏ ଆଣିକି ଦିଅନ୍ତା କି? ଆଜି ପାଗ ପାଣି ହେଇନି ମଟନ୍ ଚକ୍କରରେ, ଭୁଲିଗଲେ। ନାଲିଆ ନାଲିଆ ଭାତକୁ ନାଲିଆ ନାଲିଆ ତରକାରୀ ଅଛି। ସରିଗଲା ମଟନ୍, ଆଉ ନାହିଁ ଏବେ। ପକ୍କା ପକ୍କା ମାନେ ସରିଗଲା, ମାନେ ଶିଓର, ପ୍ରାଙ୍କ ନୁହଁ ଏଇଟା। ହଁ ସରିଗଲା। ବଢ଼ିଆ ଲାଗୁଛି ଝୋଳଟା ଆକ୍ଚୁଆଲି। ଆଉ ଗୋଟେ ଜିନିଷ ଅଛି ଯେଉଁଟାକି ମୁଁ କେବେ ବି ଖାଏନି, କିନ୍ତୁ ମଟନ୍ କେଜି 800 ହେଲାଣି। ଯଦି ଏ ଜିନିଷଟା ମୁଁ ଫୋପାଡ଼ି ଦେବି ବହୁତ ବାଧିବ। ନାହିଁ ମୁଁ ଖାଏ, ସିଏ ଖାଏନି କି ମୁଁ ଖାଏନି। ଏ ଜିନିଷଟା ଆସେନି, ବେଳେବେଳେ ଆସିଯାଏ। ମୁଁ କେବେ କଲିଜା ଖାଏନି। ଭଲ ଲାଗୁଛି ଖାଇବା କଥା। ଖାଇକି ଦେଖେ, ଭଲ ତ ଲାଗୁନି। ଖାଲି ଭାତ ଝୋଳ, ଭାତଟା ଏତେ ସୁନ୍ଦର ଲାଗୁଛି, ମିଠା ଲାଗୁଛି, ଆଉ ବେଶୀ ମାନେ ଅକାଣ୍ଡିଆ ଟାଇପ୍ର ଅଛି ନା, ଠିକ୍ସେ ସଫା ହେଇନି, ଜାଣିକି ସଫା ହେଇନି, ଆଉ ସେଥିଲାଗି ଗୋଟେ ଗୋଟେ ଧାନ ବାହାରୁଛି। ମୋ ଫେଭରାଇଟ୍ ଭାତ ଆଉ ପାମ୍ପଡ଼, ତା ଫେଭରାଇଟ୍ ହେଉଛି ମଟନ୍। ସିଏ ଖାଉଛି, ମୁଁ ତା ସାଙ୍ଗରେ ଖାଉଛି। ଏଇଟା ଆଜି ଆମର ଲଞ୍ଚ ଥିଲା। ଆଉ ଆମ ଭାତଟି କେମିତି ଆପଣମାନଙ୍କୁ ଦିଶୁଛି, ଆଉ ଏମିତି ଭାତ କେଉଁମାନେ ଖାଇବାକୁ ଭଲ ପାଆନ୍ତି ନା କି? ମାମା ମୋ ସାଙ୍ଗରେ ଏଇଟା ଖାଉଛନ୍ତି, ଆଉ ମୁଁ ମୋତେ ସାଙ୍ଗରେ ଯେତେ ଦେଶୀ ଜିନିଷ ଦେବ ମୁଁ ସେତେ ଭଲ ପାଏ ଖାଇବା ଲାଗି। ଲଙ୍କାଟା ଖାଉନୁ? ଜମାନି। ମୋତେ ଏମିତି ଖଣ୍ଡେ କଣ୍ଟା ଦରକାର,
ଯେଉଁଟାକି ସେ କଣ୍ଟାକୁ ମୁଁ ଚୋବେଇ ଚୋବେଇ ପୁରା ଗୁଣ୍ଡ କରିଦେବି। ମଟନଟା ସିଝି ଯାଇଛି ବି ବଢ଼ିଆ ଭାବରେ। ସବୁ ଚର୍ବି ସିଝେଇଲା ବେଳେ କଷିଲା ବେଳେ ଖାଇଦେଉଛି। ଆଜି ଦେଖିନି ତ ଖଣ୍ଡେ ବାହାରିଲା, ଆଉ ଏଠି ଖଣ୍ଡେ ଅଛି। ଏଇଟା ଚର୍ବି ନୁହଁ, ଏଟା ଚର୍ବଦା ମାନେ କହନ୍ତି ତ ଚର୍ବଦା। ଆଜି ଚର୍ବି ଅଛି କାରଣ ତାକୁ ସରପ୍ରାଇଜ୍ ଅଛି ନା, ସେ ଜାଣିପାରିଲା ନାହିଁ। ଏଇଠି ରହୁଛୁ। ଆଜି ଭିଡ଼ିଓ ଲଙ୍ଗ୍ ହେଇଗଲାଣି, ବହୁତ ସମୟ କଥା ହେଲେଣି ଆପଣମାନଙ୍କ ସହିତ। ମୁଁ ଟିକେ ଖାଇଦିଏ ଗରମ ଗରମ। ଆଉ ଏମିତି ଭାତ କାହାକୁ ଭଲ ଲାଗେ ଆଉ କମେଣ୍ଟରେ କହିବେ, ଭଲ କମେଣ୍ଟ ଦେବେ, ଖରାପ କମେଣ୍ଟ ଜମା ଦେବେନି। ରହୁଛୁ।